ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ଆସନ୍ତା ଅଗଷ୍ଟ ମାସରେ ମିଳିବ ମହିଳାଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା। ତେବେ ଏଥିରେ କେଉଁମାନେ 5,000 ଟଙ୍କା ପାଇବେ, କେଉଁମାନେ ପାଇବେ ନାହିଁ, ସମ୍ପୂର୍ଣ୍ଣ ଜାଣିବା ଏହି ଭିଡ଼ିଓରେ। ଯଦି ଆପଣ ଜଣେ ଯୋଗ୍ୟ ହିତାଧିକାରୀ, ତାହେଲେ ଆପଣଙ୍କର ନାମ ପଞ୍ଚମ କିସ୍ତି ଲିଷ୍ଟରେ ଅଛି କି ନାହିଁ ତାହା କେମିତି ଚେକ୍ କରିବେ ଦେଖନ୍ତୁ। ପ୍ରଥମେ ଆପଣ ସୁଭଦ୍ରାର ଅଫିସିଆଲ ସାଇଟ୍କୁ ଆସିବେ। ତାପରେ ଦେଖନ୍ତୁ ତଳକୁ ଆସିବେ। ତଳକୁ ଆସିଲା ପରେ ତଳେ ଆପଣ ଦେଖିପାରୁଥିବେ ହିତାଧିକାରୀ ତାଲିକା ଲେଖା ଅଛି। ଏଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ। ଯେତେବେଳେ ଆପଣ ଏଠିରେ କ୍ଲିକ୍ କରିବେ, କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କୁ ଏଠି ଦୁଇଟି ଅପସନ୍ ଦେଖାଯାଇଛି, ଯେଉଁଟାକି ହିତାଧିକାରୀ ତାଲିକା ଏବଂ ଅନ୍ୟଟି ହେଲା ଅସ୍ଥାୟୀ ହିତାଧିକାରୀ ତାଲିକା। ତାହେଲେ ଆପଣ କ'ଣ କରିବେ, ଏହି ହିତାଧିକାରୀ ତାଲିକାରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କ ଆଡ୍ରେସ୍ ଅନୁଯାୟୀ ଏଠିରେ ଆପଣଙ୍କ ଜିଲ୍ଲା, ବ୍ଲକ ଏବଂ ଜିପି ଚୟନ କରିବେ। ମୁଁ ଏଠିରେ ମୋ ଡିଷ୍ଟ୍ରିକ୍ଟ ଏବଂ ବ୍ଲକ ଏବଂ ଜିପି ଚୟନ କରିନେଉଛି। ଯେତେବେଳେ ଆପଣ ଆଡ୍ରେସ୍ ଚୟନ କରିବେ, ତାପରେ ଦେଖନ୍ତୁ ଯେତେବେଳେ ଆପଣ ଏଠାରେ କ୍ଲିକ୍ କରିବେ ଆପଣଙ୍କୁ ଦୁଇଟି PDF ଶୋ ହେବ। ପ୍ରଥମଟି ହେଲା ଅନୁମୋଦିତ ତାଲିକା ଏବଂ ଦ୍ୱିତୀୟଟି ହେଲା ପ୍ରତ୍ୟକ୍ଷାନ ତାଲିକା। ଯେଉଁମାନେ ପାଇବା ପାଇଁ ଯୋଗ୍ୟ ଅଛନ୍ତି ସେମାନଙ୍କର ନାମ ଏହି ଅନୁମୋଦିତ ତାଲିକାରେ ଦେଖାଯିବ, ଆଉ ଯେଉଁମାନେ ରିଜେକ୍ଟ ହୋଇଛନ୍ତି ସେମାନଙ୍କର ଲିଷ୍ଟ ଏ ପ୍ରତ୍ୟାଖ୍ୟାନ ତାଲିକାରେ ଦେଖାଯିବ। ବର୍ତ୍ତମାନ ଆପଣ ଏମିତି କରି ଆପଣଙ୍କ ନାମ ଚେକ୍ କରିବେ। ତେବେ ଜାଣିବା ଆସନ୍ତା ଅଗଷ୍ଟ ମାସରେ କେଉଁମାନେ ପଞ୍ଚମ କିସ୍ତି ଟଙ୍କା ପାଇବେ। ଦେଖନ୍ତୁ ଯେଉଁମାନେ ପୂର୍ବରୁ ତାଙ୍କର ଚତୁର୍ଥ କିସ୍ତି ଟଙ୍କା ପାଇସାରିଛନ୍ତି ସେମାନେ ପାଇବେ, ଏବଂ ଯେଉଁମାନେ କୌଣସି କାରଣରୁ ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ଟଙ୍କା ପାଇକି ବାଦ୍ ପଡ଼ିଥିଲେ ଆଉ ବର୍ତ୍ତମାନ ସେମାନେ ଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି, ସେମାନେ ତାଙ୍କର ପୂର୍ବ କିସ୍ତି ଟଙ୍କା ସହିତ ଏ ପଞ୍ଚମ କିସ୍ତି ଟଙ୍କା ମଧ୍ୟ ପାଇବେ। ମହିଳାମାନଙ୍କର ସଶକ୍ତିକରଣ ନିମନ୍ତେ ସରକାର ସୁଭଦ୍ରା ଯୋଜନାର ବର୍ଷକୁ 2ଟି କିସ୍ତିରେ 5,000 ଲେଖା ମାନେ ବର୍ଷକୁ 10,000 ଟଙ୍କା ପ୍ରଦାନ କରିଥାନ୍ତି। ଗୋଟିଏଟି ହେଲା ମହିଳା ଦିବସ ଅବସରରେ ପ୍ରଥମ କିସ୍ତି, ଯାହାକି ବର୍ଷର ମହିଳା ଦିବସ ଅବସରରେ ମିଳିଥାଏ, ଏବଂ ଦ୍ୱିତୀୟ କିସ୍ତି ଯାହାକି ରକ୍ଷାବନ୍ଧନରେ ମିଳିଥାଏ। ଏ ବର୍ଷ ରକ୍ଷାବନ୍ଧନ ଯାହାକି ଅଗଷ୍ଟ 28ରେ ଅଛି, ସେହିଦିନ ମହିଳାମାନଙ୍କୁ ତାଙ୍କର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କରିବେ ବୋଲି ଆଶା ରଖାଯାଉଛି।